ତମେ କେତେ ଦିନ ହେଲା ଜଏନ କଲଣି? ଏଇ ସପ୍ତାହ? 4 ଦିନ କି 5 ଦିନ? 4 ଦିନ। ଓଡିଆ କ୍ଲାସ ତ ତମେ କରିନ କମ୍ପଲସରି? ହେଇନି ଆମର ଏଇ ଓଡିଆ କୋଉ ଦିନ ଥାଏ? ଶନିବାର ନା? ଶନିବାର 5ଟା ରୁ 6ଟା ନା? ମନେ ନାହିଁ ନା ଚେଞ୍ଜ ହୁଏ ବୋଧେ? ଚେଞ୍ଜ ହୁଏ ନା? ହଉ ଆସିଛ ଯେତେବେଳେ ଗୋଟେ କୋର୍ସ ଚାପ୍ଟରରୁ ଷ୍ଟାର୍ଟ ହେଇଛି। ଆଉ ଏଟା ସରିଗଲାଣି। ମନ ଇଣ୍ଟରେଷ୍ଟିଂ ଚାପ୍ଟର ଟା ସରିଛି। ଏଇ ଗୋଟେ ତମର କୋଉଟା ସରିଛି କହିଲ? ମଥୁରା ମଙ୍ଗଳ ଟା ସରିଛି। ଏଇଟା ଗୋଟେ ସବୁ ମାନେ ଭଲ ଲାଗୁଥିବ। ଗପ ଖାଲି ପଢିଆ କଥା ନାଇଁ? ତମେ ତ ପଢିକି ଆସିବନି। ମୁଁ କହୁଛି ମତେ ଟିକେ ଗପ ପଢିକି ମୁଁ ଗପ କହିବି ଡେଲି। କି ଗପ ପଢିଛ? ଉପନ୍ୟାସ ପେଜ ନମ୍ବର କେତେ? 244? 244? 244 ଷ୍ଟାର୍ଟ ହବ ନା? ଘର ବାହାରେ ଧୂଆଁ ଭଳିଆ ପରିସ୍ଥିତି ଗୋଟେ ସେଇଟା ତ ସେଠୁ ଷ୍ଟାର୍ଟ ହବ। ହଉ ଆଗେ କୁହ ଏପର୍ଯ୍ୟନ୍ତ କଣ କଣ ହେଇଛି ଷ୍ଟୋରି? ମନେ ଅଛି? ମନେ ଅଛି ନା ମନେ? ଆଁ ମନେ ଅଛି? କଣ ଗପ ମନେ ନାହିଁ? ଆରେ ଗପ ତ ସବୁ ମନେ ନାହିଁ। ଆଚ୍ଛା ପୁରା ଷ୍ଟୋରିଟା ଆରମ୍ଭ ଯେତିକି ପଢା ଅଛି ସର୍ଟ ରେ କହୁଛି। ମୁଖ୍ୟ ଚରିତ୍ର କିଏ ଥିଲା ତମର? ସତ୍ୟଭାମା। ପଢିଛ ଗପ? ଆମେ କାଲି ପୁରା ପଢିକି ପୁରା ପଢିଛ? ଭେରି ଗୁଡ। ମୁଁ କହିଛି କହିଛି ନା ପୁରା ପଢିବା ପାଇଁ। ମତେ କହିବ ଆସିକି ଗପଟା। ମୁଁ ସବୁଦିନ ଗାଉଛି, ସବୁଦିନ ଚିଲଉଛି। ତମେ ଦିନ ଏଇ ଚାପ୍ଟର ଗୁଡାକ କହିଦେଲେ ହୁଅନ୍ତାନି? ମତେ ଆଉ ଚିଲେଇବାକୁ ପଡନ୍ତାନି? ଗପଟା ପଢିକି ଆସି କହିଲେ ହୁଅନ୍ତାନି? ଷ୍ଟୋରିଟା ଆଗକୁ କଣ କଣ ହେଇଛି କଣ ନାହିଁ? ହଁ କହିବା ହୁଅନ୍ତାନି? ନାଇଁ ଆମେ ଚିଲଉଛନ୍ତି ଚିଲଉଛନ୍ତି କଣ ଅଛି ଆମର? ତମେ ଦଣ୍ଡି ବସିଯାଉ। ଆସିଲେ ତ ତଣ୍ଟି ଖୋଲୁନି ମୋର। ଆଉ ଟିକେ ବସିଯାଉ ନା? ଏଇଟା ସିନା ବଞ୍ଚେଇକି ତଣ୍ଟିଟା ବଞ୍ଚେଇକି ରଖିଲେ ଏଗୁଡା ସବୁ ପଢେଇବେ ନାଇଁ? ବୁଝୁଛ ତ ଆଉ ପଢିକି ଆସିଲ। ଆଚ୍ଛା ମେନ୍ କ୍ୟାରେକ୍ଟର ହେଲା ତମର ସତ୍ୟଭାମା। ସତ୍ୟଭାମା ତାକୁ ଡାକୁଥିଲେ ତାକୁ ସତୀ କହିକିନା ଡାକୁଥିଲେ। ଏବଂ ଆଉ ଗୋଟେ କ୍ୟାରେକ୍ଟର ପ୍ରମୁଖ ଭୂମିକାରେ ଯିଏ ହିରୋ କ୍ୟାରେକ୍ଟର ବୋଲି ତାକୁ ତ କହିବାଟା ଠିକ ହବ। ସେ ହଉଛି କି କାଞ୍ଚନ। କାହିଁକି ନା ସତ୍ୟଭାମାର ବରଟାକୁ ହିରୋ ବୋଲି ଗଣିବନି। ସେଟା ଅଯୋଗ୍ୟ ବୁଢା ଲୋକଟା। ତା ଦର ବୁଢା। ତେଣୁକରି ତାକୁ ହିରୋ ବୋଲି ଗଣିବନି। ତେବେ ଏଠି ହିରୋ ହେଲା ତମର ନାଥନନା। ହିରୋଇନ ହେଲା ତମର ସତୀ। ତା ପରେ ତମର ସତୀ ଘରେ ରହୁଥିବା ବାପା ମା ଅଛନ୍ତି। ଆଉ ତାଙ୍କ ଘରେ ଗୋଟେ ଚାକରଟେ ଥିଲା ତା ନାଁ କଣ ମନେ ଅଛି? ତା ନାଁ କଣ? ସରିତା। ସଉଦାର ନା ସରିତା। ସରିତା। ସୌରୀ। ସୌରୀ। କ୍ୱେଶ୍ଚନ ଦେଖିପାରୁନ କ୍ୱେଶ୍ଚନ ଦେଖି। ସଇରା କି କଣ ଏମିତି?
ସୌରଭୀ ସେ ସୌରଭୀ ସଇତା ତମକୁ ଗୋଟେ ଗୋଟେ କ୍ୟାରେକ୍ଟର କ୍ୱେଶ୍ଚନ ଅଛି କି ତମକୁ ଯୋଉ ଯୋଉ କ୍ୟାରେକ୍ଟର କ୍ୱେଶ୍ଚନ ଆସିପାରିବ ଚିହ୍ନ ମାରିବାକୁ ସେଥିପାଇଁ କହିଦେଇଛି ଏଇଟା ଗୋଟେ କ୍ୱେଶ୍ଚନ ଆସିପାରେ ନା ଗୁଡାକ ବି ସଇତା ସଇତା ହେଲା ସତ୍ୟକୁ ଦେଖି ଯିବାକୁ ବାପା ସାହେବ କାହାକୁ ପଠାଇଥିଲେ ତମର 54 ନମ୍ବର କ୍ୱେଶ୍ଚନ ଅଛି ନିଧିଆ ସଇତା ପାଣୁଆ ନାସିଆ ସଇତା ସଇତା ହେଲା ତ ତାଙ୍କର ସତୀ ଘରେ ଗୋଟେ ଚାକର ଥିଲା ବୁଢା କାମ କରେ ତା ନାଁ ସଇତା ଆଉ ବୁଢୀ ସତୀର ବାପା ମା ତାପରେ ନାଥ ନନା ଘରେ କିଏ ଥିଲା ନାଥ ନନା ଘରେ ଥିଲା ନାଥ ନନାର ମା ବାପା ମରି ଯାଇଥିଲେ ନାଥ ନନାର ମା ଏଠି ତାକୁ ବଡ ବୋଉ ବୋଲିକିନା ବଡ ମା ବୋଲିକିନା ସତୀ ସମ୍ବୋଧନ ନାଥ ନନା ଆସିବାକୁ ସାନ ମା ବୋଲିକିନା ବା ଖୁଡୀ ସାନ ମା ଏମିତି ସମ୍ବୋଧନ କରୁଥିଲା ତାପରେ କିଏ ଥିଲା ବଉଳ ତାର ସାଙ୍ଗ ଗୋଟେ ଥିଲା ବଉଳ ତା ନାଁ କଣ ଥିଲା ନିଶି ନିଶି ଥିଲା ତାର ନା ସିଏ ଗୋଟେ ପରିବାର ସିଏ ଗୋଟେ ପରିବାର ହେଲା ଦିଟା ପରିବାର ତାକୁ ଛାଡିକି ସତୀ ଯାହାକୁ ବାହା ହେଇଥିଲା ସତୀ ବାହା ହେଇଥିଲା ଗୋଟେ ଜମିଦାର କି ମିଶ୍ର ତାଙ୍କ ନାଁ ଗୋଟେ ମିଶ୍ର କହିଲେ ଦୟାନିଧି ମିଶ୍ର ସମସ୍ତେ ସେଟା ମଧ୍ୟ କହିଛି ତମକୁ ଚିହ୍ନ ମାରିଦିଅ ସେଇ ଲୋକଟାର ଘର ନରହରି ମିଶ୍ର ତମର 234 ପେଜରେ ଅଛି ନରହରି ମିଶ୍ର ଚିହ୍ନ ଲଗେଇ ଦିଅ ସର୍ଟ କ୍ୱେଶ୍ଚନ ଆସିପାରେ ତ ପେନସିଲରେ ଚିହ୍ନ ମାରି ନରହରି ମିଶ୍ର କହିକି ସିଏ ହେଲା ସେ ଯୋଉ ବୁଢା ଠିକ ଦର ବୁଢା ତାର ବସନ୍ତର ଚିହ୍ନ ମୁହଁରେ ଥିଲା ଆଉ ଅଧିକ ବୟସ ଏବଂ ପ୍ରଥମ ସ୍ତ୍ରୀ ମରି ଯାଇଥିଲା କି କୁଆଡେ ପଳେଇଥିଲା ତାହା ଲେଖା ନାହିଁ କିନ୍ତୁ ପ୍ରଥମ ସ୍ତ୍ରୀ ଥିଲା ଯିଏକି ନାହିଁ ଏବେ ତାର ଗୋଟିଏ ବର୍ଷକର ଛୁଆକୁ ଛାଡି ଯାଇଥିଲା ଯାହାର ନାଁ କଣ ଥିଲା ସେ ଛୁଆର ନାଁ ନଟ ନଟ ଥିଲା ଛୁଆର ନାଁ ତାପରେ ତାର ବିଧବା ମାଟିଏ ଥିଲା ବୁଢୀଟିଏ ଭଲ ଲୋକଟେ ସିଏ ଏବଂ ତାକୁ ଛାଡିକି 2 ଜଣ ଚାକରାଣୀ ମଧ୍ୟ ଥିଲେ ଗୋଟେ ହେଲା ଚମ୍ପା କହିକିନା ଗୋଟେ ଚାକରାଣୀ ଆଉ ଗୋଟେ ଥିଲା ସୌରଭୀ ଏ ସବୁଠୁ ବଦମାସ ଜଣେ ଥିଲା ତାର ମାନେ ଭାରି ଭିଲିଆନ କ୍ୟାରେକ୍ଟରରେ ତାକୁ ରଖାଯାଇଛି ତା ନାଁ ହେଲା ସୌରଭୀ ତ ଏ ପର୍ଯ୍ୟନ୍ତ ପଢା ହେଇଛି ସେତିକିରେ ଆମର କଣ ହେଲା ଯେ ଯେତେବେଳେ ଆରମ୍ଭ ହେଇଛି ଷ୍ଟୋରିଟି ଯେତେବେଳେ ନାଥ ନନା ଆଉ ଏମାନେ ସବୁ ଛୋଟ ହେଇଛନ୍ତି ଟିକେ ଟିକେ ପିଲା ଅଛନ୍ତି ଖେଳ ବୁଲା ବୟସ 11 କି 12 ବର୍ଷ ଯିବା ଆସିବା କରୁଛନ୍ତି ନାଥ ନନାର ଗୋଟେ ଫିଲିଙ୍ଗସ ଆସିଛି ଗୋଟେ ମାନେ ଭଲ ପାଇବା ଆସିଛି ସତ୍ୟ ଉପରେ ସତୀର ମଧ୍ୟ ନାଥ ନନା ସହିତ ଗୋଟେ ଫିଲିଙ୍ଗସ ଆସିଯାଇଛି କିନ୍ତୁ ସେଇଟାକୁ ସେ ପରିପ୍ରକାଶ କରିନାହାନ୍ତି ସେଇ ସମୟ କଥା ବହୁତ ଯୁଗ ମାନେ ବହୁତ ସମୟ ଆଜିକାଲି ଯାହା ପ୍ରତି ଯାହାର ଫିଲିଙ୍ଗସ ଅଛି ସାଙ୍ଗେ ସାଙ୍ଗେ ପରିପ୍ରକାଶ କରିଦଉଛନ୍ତି ସେତେବେଳେ ଯୁଗ ସେମିତି ଥିଲା ସେ ବହୁତ ଗୋଟେ କ୍ରିଟିକାଲ ଟାଇମ ଥିଲା କେହି କାହା ଆଗରେ ପ୍ରକାଶ କରିପାରୁନଥିଲେ ମନର କଥା ଆଉ ସେଇ ସମୟରେ ଏମାନେ ସତୀ ଯିଏ ଥିଲା ବ୍ରାହ୍ମଣ ଘରର ଝିଅଟା ବ୍ରାହ୍ମଣ ଘରରେ କମ ବୟସରେ ବାହାଘର କରିଦେଇଥିଲେ ଏବଂ ବ୍ରାହ୍ମଣ ଘରର ଝିଅଟାକୁ ଦାଣ୍ଡ ବାହାରକୁ ଯିବନି ବହୁତ ସାରା ନୀତି ନିୟମ ଗୁଡିକ ଥିଲା ସେ ଯାହା ବି ହଉ ତାପରେ ଏମିତି ହେଇଛି ଘଟଣା ସତୀର ଗୋଟେ ବଡ ଭାଇ ବାହାଘର ଠିକ ହେଇଛି ବାପା ବାହାଘର ଠିକ କରିଥିଲେ ତାପରେ କଣ ହେଲା ସେ ଜମିଦାର ବୋଲି ବାହାଘର ଠିକ କଲା କିନ୍ତୁ ଦ୍ଵିତୀୟ ବିବାହ ସତୀର ତାର ସେକେଣ୍ଡ ସ୍ତ୍ରୀ ହେଇକି ଯିବ ଗୋଟେ ଏମିତି ହେଇକି ବାହାଘର ହେଇଛି ମଝିରେ ସେ ଯାହା ସବୁ ଫୁଲ ତୋଳା କଥା କିଛିଟା ଛୋଟ ଛୋଟ ଘଟଣା ଘଟିଛି ଯେମିତି କିି ସତୀ ଯାଇଥିବ ଫୁଲ ତୋଳିବା ପାଇଁ ଯୋଉ ପୋଖରୀକୁ ସେଇଠି ଅ ଆସିଲା ବେଳେ ନାଥ ନନାର ଦେଖା ହେଇଥିବ ସେ ଓଦା ହେଇଯାଇଥିବ ତାର କପଡା ଡ୍ରେସ ଗୁଡିକ ଓଦା କାହିଁକି ହଉଛି ତାଙ୍କ ଭିତରେ ଟିକେ କଥାବାର୍ତ୍ତା ଅଛି ସେଗୁଡା ସବୁ ଛାଡିକି ସେପଟେ ତ ବାହା ହେଲା ପରେ ତାଙ୍କର କଣ ଘରେ ରହିଛି ସତୀ ଆସିନି ତା ଭିତରେ ନାଥ ନନା ଗୋଟେ ଥର ଜନ୍ମଦିନ ପଡିଛି ଏବଂ ତାର ପୂଜା ହେଇଛି ସତୀ ଯାଇଛି ତା ଘରକୁ ନାଥ ଛାଡିବାକୁ ଆସିଛନ୍ତି ଏସବୁ ଘଟଣା ଘଟିଛି ତାପରେ ଶାଶୁଘର ଲୋକ ଖବର ପଠେଇଛନ୍ତି ଝିଅଟି ଚାଲି ଯାଇଛି ସେଠି ଯାଇକି ଦେଖିଛି ଯୋଉ ଭଳି ପ୍ରକାରର ଅବ୍ୟବସ୍ଥା ସେଠି ଯୋଉ ଦେଖିଛି ତାର ଯୋଉ ସୌରଭୀ ସହିତ ତାର ସ୍ଵାମୀର ଯୋଉ ବ୍ୟବହାର ତାଙ୍କର ଯୋଉ ସମ୍ପର୍କ ଆକୁ ଭଲ ଲାଗେନି ତା ମଧ୍ୟରେ ତାର ବରକୁ ଜର ଦେହ ଖରାପ ହେଇଯାଇଛି ସିଏ ମଧ୍ୟ ଚେଷ୍ଟା କରିଛି ଯେ ହଁ ଯାହା ତ ହେଇଗଲା ହେଇଗଲା ଇଏକୁ ତ ଭଗବାନ ମତେ ଦେଇଛନ୍ତି ବାହା ହେବା ପାଇଁ ଗୋଟେ ଭଲ ସମ୍ପର୍କ ସ୍ଥାପନ ହଉ ଆମ ଦିଜଣଙ୍କ ମଧ୍ୟରେ ସ୍ନେହ ଶ୍ରଦ୍ଧା ଭଲ ପାଇବାଟା ବଢୁ ଆଗକୁ ଯାଉ ତ ସେଥିପାଇଁ କି ଏଇଭଳି ମଧ୍ୟ କିଛିଟା କଥାବାର୍ତ୍ତା ହେଇଛନ୍ତି ତଥାପି ମୁଁ ଦେଖିଛି ସିଏ ବଦଳିବ ନାହିଁ ଅତି କୁଶ୍ଚିତ କଦାକାର ପ୍ରକୃତିର ଲୋକଟି ତାର ବର ଯିଏ ତାର ସ୍ୱାମୀ ଯିଏ ଏବଂ ତାର ଦେଖିଛି ଗୋଟେ ଅଲଗା ସ୍ତ୍ରୀ ସହିତ ସମ୍ପର୍କ ରହୁଛି ଏସବୁ ଦେଖି ତାକୁ ଭଲ ଲାଗେନି ସେ ତା ରୁମରେ ଶୋଇଛି ଏମିତି ଗୋଟେ ପରିସ୍ଥିତିରେ ବିଧବା ମାଟି ତାର ଅଛି ସିଏ ଘରକୁ ଯିବ ବୋଲି ଚଇତା ନା ସଇତା କହିକି ସେ ଲୋକଟି ଆସିଛି ଆଙ୍କ ଗାଁରେ ହଇଜା ବ୍ୟାପି ଯାଇଛି ଏକ ପ୍ରକାର ସଂକ୍ରମଣ ରୋଗ ଚାରିଆଡେ ସଂକ୍ରମିତ ହେଇକି ବାକି ଯାଇ ଜଣକୁ ହେଲେ ଆଉ ଜଣକୁ ବ୍ୟାପି ଯାଇଛି ବହୁତ ଲୋକ ମରିଗଲେଣି ସେଇଥିରେ ଗୋଟେ ଖବର ନେଇକି ଯାଇଛି ସଇତା ବୋଲିକିନା ତାଙ୍କ ବାପ ଘରୁ ଶାଶୁ ଘରକୁ ସିଏ ଯିବ ବୋଲି ଘରକୁ ଚାହିଁବା ଅବସ୍ଥାରେ
ତ ସତୀର ଶାଶୁ ଯିଏ ହବ ବୁଢୀ ମା କେ କହୁଛି ଯେ ଛୋଟ ଛୁଆଟାର ଚୁଟି ପଡିବାର ଯାହା ମାଳ କୁହନ୍ତି ମାନେ ଫାଷ୍ଟ ଚୁଟିଟି ପଡିନି ତାଙ୍କର କୋଉ ମନ୍ଦିର ପଡିଛି? କପିଳେଶ୍ଵର ମନ୍ଦିର। ହଁ, ଠିକ ମନେ ଅଛି ତ? ତ କପିଳେଶ୍ଵର ମନ୍ଦିରରେ ଛୁଟି ପଡିଥିଲା ସେଇ ବାହାନାରେ ଏ ଜମିଦାର ମଧ୍ୟ ଆଉ ଜଣେ ଥିବ ଆଉ ଜଣେ ଥିବ ଏମିତି ବାହାନା କରି କହିଛି ସୌର ବି ଯାଇଛି ସେମାନେ ଯାଇଛନ୍ତି ମନ୍ଦିରରେ ପହଞ୍ଚିଛନ୍ତି ଯୋଉ ସମୟରେ ଯଥା ସମୟରେ ଚୁଟି ପକେଇଲା ପରେ ଆସିଛି ସେଇ ସମୟରେ ଝଡ ବାତ୍ୟା। ଝଡ ବାତ୍ୟା ଯେତେବେଳେ ଆସିଛି ସେମାନେ ଡଙ୍ଗାରେ ପଳେଇ ଆସନ୍ତି ଇଏ ରହିଯାଇଛି ଇଏ ସେଠି ନାଥ ନନା ଆସିଛି ନାଥ ନନା ସେଠିକି ଯାଇଛି ସେମାନେ ରାତିରେ କୋଉଠି ରହିବେ କହିକି ଗୋଟେ କୁଡିଆ ଘର ଯାଇଛନ୍ତି ସିଏ ପ୍ରଥମେ ପ୍ରଥମେ ମନା କରିଦେଇଛି ଏବଂ ପରବର୍ତ୍ତୀ ସମୟରେ କିଛି କଏନ ଦେବାର ତାକୁ କିଛି ପଇସା ଦେବାର ସେ ରାଜି ହେଇକି ଗୋଟେ ବଖରା ଦେଇଛି ଗୋଟେ ବଖରାରେ 2 ଜଣ ରହିବାକୁ ଟିକେ ସଂକୋଚ ଭାବ ଆସିଛି ସତୀର ବାହାସାହା ହେଇଯାଇଛି ଯେହେତୁ ସେତେବେଳର ନାରୀ ମନର କଥା ଯେହେତୁ ଗୋଟେ ପଟେ ନାଥ ନନା ପ୍ରତି ଶ୍ରଦ୍ଧା ସ୍ନେହ ଭଲ ପାଇବା ଭରି ରହିଛି ଆଉ ଗୋଟେ ପଟେ ତାର ଯୋଉ ରିବାଜ ତାର ଯୋଉ ଚଳଣିରେ ସେ ବାନ୍ଧି ହେଇଯାଇଛି ତେଣୁ ତଥାପି ଯାହା ବି ହଉ ସେ ନାଥ ନନା ଆସିକି ବାହାରେ ଶୋଇଛି ସେ ଘରେ ଶୋଇଛି ବିଛଣାକୁ ଆଡେଇ ଦେଇ ତଳେ ଶୋଇଛି ସକାଳ ହେଇଛି ନାଥ ନନା ଶଗଡ ଡାକିଛନ୍ତି ସେଠି ତ ଆସିପାରିନି ପାଲିଙ୍କି ତେଣୁ ଶଗଡଟି ଆସିଛି ଶଗଡଟିରେ ଯାଇଛନ୍ତି ଉଭୟ କୋଉଠିକି ସେ ଯୋଉ ମିଶ୍ରଙ୍କ ଘରକୁ କୋଉ ମିଶ୍ର ହରିହର ମିଶ୍ର ନା ନରହରି ମିଶ୍ର ତାଙ୍କ ଘରକୁ ଯାଇଛନ୍ତି ସେଇଠି କିନ୍ତୁ ତାର ସ୍ଵାମୀ ବହୁତ ପ୍ରକାର ଗାଳି ଗୁଲଜ କରିଛି ତେଣୁ ରାତିରେ ସେଠି ରହିଛନ୍ତି ବହୁତ ପ୍ରକାର ତାର ଚରିତ୍ରକୁ ନେଇକି ଗାଳି ଗୁଲଜ କରିଛି ନାଥ ନନାଙ୍କୁ ମଧ୍ୟ ସେଇଟା ଭଲ ଲାଗିନି ଦୁହେଁ ଯାକ ପଳେଇ ଆସିଛନ୍ତି କଟକ ଟ୍ରେନରେ ଇଏ ବି ନୂଆ କରି ଗାଁରୁ ଆସିଛି ଟ୍ରେନ କେବେ ଦେଖିନି ଏତେ ସାରା ଗାଡି ଘୋଡା ଲାଇଟ୍ ଏସବୁ କିଛି ଦେଖିନି ହଠାତ୍ ଟ୍ରେନ ଦେଖିଲା ବେଳକୁ ଲାଗୁଛି ଏ ସବୁ କଣ ଗୋଟେ ଗୋଟେ ଘର ଭଳି ବଗି ହେଇଛି ତାକୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଛି ତାପରେ ଯାହା ବି ହଉ ଯାଇକି ରହିଛନ୍ତି ଗୋଟେ ଘରେ ତାର ଭଡା ଘର ନାଥ ନନା ଯୋଉ ଭଡା ଘର ସେଇଠି ରହିଛନ୍ତି ତାପରେ କଣ ହେଇଛି ସେଠିକାରେ ଯୋଉ ବାସିନ୍ଦା ଗୋଟେ ଅଛି ପାଖର ବସାରେ ରୁହେ ସିଏ ଗୋଟେ ଅଛି ତାର ବଡ ମିଲିଟାରୀ ନା କଣ ଏମିତି ଚାକିରି କରିଛି ତାର ଛୁଆ ବି ଅଛି ନାଇଁ ଛୁଆଟେ ଚାଲି ଯାଇଛି ତ ସିଏ ଆସିକି ଗପସପ କରିଛି ମାନେ ଖାଇବା ପିଇବା ଇଏ ତା ମଧ୍ୟରେ ବି ପଚାରିଛି ଯେ ଘରକୁ ତ ଆମେ ଗାଁକୁ ଯାଇଥାନ୍ତେ ଗଲେନି କାହିଁକି ଏଇଭଳି କିଛି ପରିସ୍ଥିତି ଘଟଣା ଘଟିଛି ତା ଭିତରେ ରୋଷେଇ ବାସ ପାଇଁ ତାର କଣ ହାଣ୍ଡି ଥରେ ଭାଙ୍ଗି ଯାଇଛି ସେଇ ହାଣ୍ଡିରେ ଚାଉଳ ଦବ କହିକି ହଁ ବୋଲି କହିଛି ଏବଂ ଖାଇବା ପିଇବା ରୋଷେଇ କରି 2 ଜଣ ଖୁସିରେ ଅଛନ୍ତି ସେତିକି ଗୋଟେ ଆମର ପଢାଛି ତାପରେ 244 ପୃଷ୍ଠାରୁ ପଢା ହବ ଘର ବାହାର ଧୂଆଁ ଗଡା କରି ସେଦିନ ଗୋଟି ଯାଇଥାଏ କୁହୁଡି କୋଉ ଦିଗନ୍ତ ପାରିର ଶେଷ ଯାଏ ମନେ ହେଉଥାଏ ଯେମିତି ଶୀତ ବୁଢୀ ତାର ପାଉଁଶିଆ ରଙ୍ଗ ପୁରୁଣା କନ୍ଥାଟି ସରଗ ଅଗଣା ତଳେ ଖରା ଦେଇଛି ସକାଳୁ ଉଠି ସେଦିନ ନାଥ ନନା କୁଆଡେ ବାହାରି ଗଲେ ତ ସେଇ ଭଡା ଘରର ସାମ୍ନାର ଦୃଶ୍ୟ ଶୀତ ଋତୁ କିଛିଟା ସୁନ୍ଦର ମନୋଜ୍ଞ ପାରିପାର୍ଶ୍ବିକ ପରିସ୍ଥିତିକୁ ପାରିପାର୍ଶ୍ବିକ ଦୃଶ୍ୟକୁ ଏଠି ଲେଖକ ବର୍ଣ୍ଣନା କରିଛନ୍ତି ଯେ ଘର ବାହାରରେ ଯେମିତି କୁହୁଡିଟିଏ ପଡିଗଲେ ଚାରିଆଡେ ଧୂଆଁଳିଆ ଦେଖାଯାଏ ସେଇ ଦୃଶ୍ୟଟାକୁ ଏଠି ଲେଖକ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରି କହୁଛନ୍ତି ସତେ ଯେମିତି ଶୀତ ବୁଣିଛି ସେ ତାର ପାଉଁଶିଆ ରଙ୍ଗର ପୁରୁଣା କନ୍ଥାଟି ସରଗ ଅଗଣା ତଳେ ଖରା ଦେଇଛି ଅର୍ଥାତ ଯୋଉ ତାଙ୍କର ଯୋଉ ମାଟିରେ ବା ଯୋଉ ଭୂଇଁରେ କାକର ଗୁଡିକ ପଡିଛି ଚାରିଆଡେ କୁହୁଡି ସେଇ ଦୃଶ୍ୟଟିକୁ ଏଠି ଲେଖକ ଶୀତ ବୁଢୀର ସହିତ ତୁଳନା କରିଛନ୍ତି ଶୀତ ଋତୁକୁ ଏବଂ ଯୋଉ କାକର କୁହୁଡି ଗୁଡାକ ତଳେ ପଡିଛି ସତେ ଯେମିତି ସେ ତାର ପାଉଁଶିଆ ରଙ୍ଗର ପୁରୁଣା କନ୍ଥାଟିଏ ଶୁକେଇଛି ଖରା ଦେଇଛି ଖରା ଖାଇବ ସେଇଭଳି ଦେଖାଯାଉଛି ଆଉ ସେଇ ଦିନର ସେଇଭଳି କିଛି ଦୃଶ୍ୟ ଥିବା ସକାଳରେ ନାଥ ନନା ମଧ୍ୟ କୁଆଡେ ବାହାରକୁ ଯାଇଛନ୍ତି ଘରେ ନାହାନ୍ତି ପଚାରିଲି କହିଲେ ଘଣ୍ଟାକେ ଫେରି ଆସିବି ଯେତେବେଳେ ପଚାରିଛି ସତୀ ନାଥ ନନା କୁଆଡେ ଯାଉଛ ସେ କହିଲେ ମୁଁ ଘଣ୍ଟାରେ ଫେରି ଆସିବି ଗୋଟେ ଘଣ୍ଟାକ ଭିତରେ ମୁଁ ଯାଉଛି ତେଣୁ ରୋଷେଇ ଲାଗି ଚାଉଳ ପତ୍ର କାଢିବାକୁ ଯାଉଛି ଚାକିରିଆଣି ଆସି କହିଲା ମତେ ଦିଅ ମା ସବୁ ଯୋଗାଡି ଦଉଛି ରୋଷେଇ ପାଇଁ ତମେ ଖାଲି ଯାଇ ଚୁଲି ପାଖରେ ବସ ତ ସେଠି ମଧ୍ୟ ଗୋଟେ ଚାକରାଣୀ ଟିଏ ଅଛି ଯେତେବେଳେ ରୋଷେଇ ପାଇଁ କି ଚାଉଳ ପତ୍ର କାଢିବାକୁ ଯାଇଛି ଚାକରାଣୀ ଆସି କହୁଛି ମତେ ଦିଅ ମୁଁ ଯୋଗାଡି ଜିନିଷ କରିଦେଇଛି ତମେ ଚୁଲି ପାଖରେ ଯାଇକି ରୋଷେଇ କର ପଚାରିଲି ମୁଁ କାହିଁକି କିଏ କହୁଛି ପଚାରିଲି ସତୀ କହୁଛି ସେ ଏଇ ଯୋଉ ଗପଟା ଚାଲିଛି ଯୋଉଟା ମୋର ଉପନ୍ୟାସଟି ସେଥିରେ ସତୀ ନିଜର କାହାଣୀ ଗୁଡିକୁ ମୁଁ କହୁଛି ମୁଁ ଯାଉଛି ମୁଁ ଦେଖୁଛି ଅର୍ଥାତ୍ ସତୀ ନିଜର କାହାଣୀଟିକୁ ବର୍ଣ୍ଣନା କରୁଛି ତା ସହିତ କଣ କଣ ଘଟଣା ଘଟିଛି ସେ ପରବର୍ତ୍ତୀ ସମୟରେ ତାକୁ ଶେଷ ସମୟରେ ସେ ବର୍ଣ୍ଣନା କରିକି ଲେଖୁଛି ପୂର୍ବ ଘଟଣାକୁ ତେଣୁ ପଚାରିଲି କାହିଁ କଥା ସତୀ ପଚାରିଲା କାହିଁକି ସେ ଚାକରାଣୀଟି ଉତ୍ତରରେ କହିଲା ବାବୁ ମତେ ଦିନେ ଡାକି କହିଲେ ବରାଦରେ କିଛି ବେଶୀ ଦରମା ଦିଆଯିବ ପଛକେ ରୋଷେଇ ପାଇଁ ଯାହା ବାହାର କାମ ସବୁ ତୁ ଦିଓଳି ଯୋଗାଡ କରି ଦଉଥିବୁ ତାକୁ ଯେମିତି 2ଟା ରାନ୍ଧିବା ଛଡା ଆଉ କିଛି କରିବାକୁ ନ ତ ଆଗରୁ ନାଥ ନନା ତାକୁ କହିଛି ବରଂ ତତେ ଆଉ କିଛି ଅଧିକା ଟିକେ ପଇସା ଦେବି
ତ ତୁ ଦି ବେଳେ ଆସିବୁ, ରୋଷେଇକୁ ଛାଡି ବାକି ସବୁ ଯୋଗାଡ଼ ଦବୁ, ସେ ଖାଲି ରୋଷେଇ ହିଁ କରିବ, ତାକୁ ଯେମିତି ଆଉ କିଛି କାମ ନ କରିବାକୁ ପଡେ କାହାକୁ, ସତୀ କାହିଁକି ନା ସେ ଜମିଦାର ଘରର ବୋହୂ ଥିଲା, ସେ କେତେ ଖୁସିରେ କାମ କରୁନଥିବ, ତେଣୁ କରିକି ନାଥ ନାଇଆ କିଛି ଭାବିକି ଚାକରାଣୀକୁ କହିଦେଇଛି। ତେବେ କହୁଛି କୌତୂହଳ ହେଲା କହିଲେ ସତେ ନା କଣ, ତାକୁ ଗୋଟେ କ୍ୟୁରିସିଟି ମନେ ରହିଲା, କାହିଁକି ଯାହା ବି ହେଲେ ଦି ଜଣ ପରସ୍ପର ପରସ୍ପରଙ୍କ ପ୍ରତି କିଛି ନା କିଛି ଗୋଟେ ଆନ୍ତରିକତା ଅଛି, ଭଲ ପାଇବା ଅଛି, ଶ୍ରଦ୍ଧା ଅଛି, ତେଣୁ ସେଇ ସମୟରେ ଇଏ ଯେତେବେଳେ ମଝିରେ ମଝିରେ ତା ଉପରେ ରାଗି ବି ଯାଉଛି, ତ ଯେତେବେଳେ ସେ ଜାଣୁଛି ତା ପାଇଁ କି ନାଥୁରାଣା ଏତେ ଚିନ୍ତା କରୁଛି, ତ ମନରେ ଗୋଟେ କୌତୁହଳ ପୁଲକ ଜାଗ୍ରତ ହଉଛି, ଖୁସି ଜାଗ୍ରତ ହଉଛି, ସେଥିପାଇଁ ସେ ପଚାରୁଛି ତାକୁ ସତରେ ନା କଣ, ହଁ ମୁଁ କଣ ଏଇ ସକାଳୁ ତମ ପାଖେ ମିଛ କହନ୍ତି ମା ସାଆନ୍ତାଣୀ, କୋଉ ପାପରୁ କେଜାଣି କୂଳମୂଳ ତ ସବୁ ଖାଇ ବସିଲି, ଆଉ ଏଦିନେ ମିଛ କହିବି କଣ ନର୍କକୁଣ୍ଡରେ ଘାଟିବନି, ତେଣୁ ଚାକରାଣୀଟାର କେହି ନାହାନ୍ତି, କୂଳମୂଳ ଖାଇ ବସିଲେ ଅର୍ଥାତ୍ ତା ପାଖରେ କେହି ନାହାନ୍ତି, ଆଗରକୁ ପଛକୁ ସମସ୍ତେ ମରିଯାଇଛନ୍ତି, ସେ ସେଇଟାକୁ କହୁଛି ମୁଁ ଜାଣି ପାପର ପ୍ରାୟଶ୍ଚିତ, ତ ସେଇ ପାପ ପାଇଁ ହୁଏତ ମୋର ତ କେହି ନାହାନ୍ତି, ସମସ୍ତେ ମୋ ପାଖରୁ ଚାଲି ଯାଇଛନ୍ତି, ତ ଏତେ ଦିନରେ ଏଦିନ ମୁଁ ଆଉ କଣ ମିଛ କହିକି ନର୍କକୁଣ୍ଡରେ ପଡିବି, ଏଇଟା ସତ ଘଟଣା, ତ ଆଉ କଣ ନା ଏତିକି। ତେବେ ଇଏ ପଚାରୁଛି ଆଉ କଣ ନା ଏତିକି, ମାନେ ଆଉ କିଛି କହିଛନ୍ତି ନା ଏତିକି କଥା, ଯାହା ସେ କହିଲେ ତା ନୁହେଁ କଣ, କଟକଲଙ୍କର ଅଲିଅଳିରେ ପିଲାଦିନୁ ବଢି ଆସିଛୁ, ତୁମକୁ ମା ଇଏ ରୋଷେଇ ଫୋଷେଇ ଗୁଡାକ ବାଧିବ ନାହିଁ ଆଉ କଣ, ତମେ କଣ ଆଉ କରିବ, ମଫସଲ ଗାଁ ହୋଇଛି ଯେ ହୁକୁମ ଦେଲେ ଗଣ୍ଡାଏ ପୂଜାରୀ ଧାଇଁ ଆସିବେ, ଏ ତ ମା କଟକ ସହର, ପଇସା ଦେଇ ବି ଲୋକେ ଓଳିଏ ଉପାସ ହଉଛନ୍ତି, ଏଠି ପୂଜାରୀ ହଇରାଣରୁ ମୁଁ ବାବୁଙ୍କୁ ପାଇଲା, ତେଣୁ କହୁଛି ଏଇଟା ତ ମଫସଲ ଗାଁ, ଯେ ତମେ ଡାକିଲା ମାନେ ସାଙ୍ଗେ ସାଙ୍ଗେ ଗଣ୍ଡାଏ ପୂଜାରୀ ଆସିକି ପହଞ୍ଚିଯିବେ, ପୂଜାରୀ ରୋଷେଇ ବାସ କରନ୍ତି ପହଞ୍ଚିଯିବେ, ଏଇଟା ହେଲା ସହର ଜାଗା, ଏଇଠି ପୂଜାରୀ ମିଳେନି ମାନେ ବହୁତ ଲୋକ ଉପାସ ମଧ୍ୟ ରୁହନ୍ତି, ଯାହାଙ୍କର ରୋଷେଇ ବାସ ଉପାସ ମଧ୍ୟ ରହନ୍ତି, ତେଣୁ ବାବୁଙ୍କୁ କହିଲି କଣ କହିଲୁ ପଚାରିଲି, କହିଲା ସେଇଆ ହେଲେ ଗାଁକୁ ଯାଉନା ବାହାରି, ଏତେ ଅସହଜରେ କାହିଁକି ରହିଛୁ, ତେବେ ଯଦି ଏମିତି ପୂଜାରୀ ମିଳୁନି କିଛି ଅସୁବିଧା ହଉଛି ଗାଁକୁ ପଳାଅ, ଏଠି କାହିଁକି ତ ଅସହଜରେ ମାନେ ବିନା ଅସହଜ ହେଲେ କଷ୍ଟରେ, ସହଜ ନୁହେଁ ଯୋଉଟା ତାହା ହେଲା ଅସହଜ, କାହିଁକି ରହିଛ, ସେ କଣ କହିଲେ ପଚାରିଲି, ନାଥ ସତୀ ପଚାରୁଛି ଯେ ନାଥ ମୁନକୁ ଯଦି ତମେ ଏ କଥା କହିଲ ଗାଁକୁ ଯାଉନ, ସେ କଣ କହିଲେ, କହିଲେ କାମ ନ ସରିଲେ ଯାଇପାରୁଛୁ କୋଉଠି, କାମ ନ ସରିଲେ କେମିତି ଯିବି, ମନ ଟା କେମିତି ନିରସ ହେଇଗଲା, ଏଇ ଗାଁକୁ ଯିବା କଥା ଆହୁରି ଥରେ ଦିଥର ନାଥ ନନାକୁ ମୁଁ କହିଲିଣି, ଶୁଣି ମୁହଁଟା ତାଙ୍କର କେମିତି ଝାଉଁଳି ଯାଏ, ନ ଶୁଣିଲା ପରି ବାଁରେଇ ଦେଇ ଅନ୍ୟ କଥା ପକାନ୍ତି, ଗୋଟାଏ କୁତ୍ସିତ କଳ୍ପନା ମନକୁ ଆସି ଛାତି ଭିତର ଟା ମୋର ଥରାଇ ଦେଇଗଲା, ଜୋର କରି ସେ ଭାବନା ମନରୁ ଦଳି ଦେଇ କାମ ଭିତରେ ସବୁ ଭୁଲିଯିବାକୁ ଚେଷ୍ଟା କଲି, ତେବେ ମନେ ପକଉଛି ଯେ ମୁଁ କେତେ ଥର ତ ନାଥ ଗାଁକୁ ଯିବା କଥା କହିଲେଣି, କିନ୍ତୁ ସେ କିଛି ନା କିଛି ବାହାନା କରିକି ଏ କଥାଟିକୁ ଏଡେଇ ଦଉଛନ୍ତି, ମୋ ମନରେ ମଧ୍ୟ କିଛି ମାନେ ଅତି ଖରାପ ଖରାପ ଭାବନା ଗୁଡ଼ିକ କଳ୍ପନା ଗୁଡିକ ମନକୁ ଆସି ଯାଉଛି, ଆଉ ମୁଁ କାମ ଭିତରେ ନିଜକୁ ବୁଡେଇ ଦେଇକି କାମ ଭିତରେ ନିଜକୁ ବ୍ୟସ୍ତ ରଖିକି ସେ କଳ୍ପନା ଗୁଡିକ ବା ସେଇ ଭାବନା ଗୁଡିକୁ ଦୂରେଇ ଯାଉଛି, ଭାବନା କଣ ନାଥ ନନା କାହିଁକି ଏମିତି କରୁଛି, ହେଲା ତାର ଘରେ ସବୁ ମରି ଯାଇଛନ୍ତି ହେଲା, ସେଠାରେ ମରିଯାଇଛନ୍ତି, ନାଥ ନନା ଜାଣିଛି କାଳେ ତାକୁ କଷ୍ଟ ହବ, ସତୀକୁ ସେ ତେଣୁ କରି ସେ ତାକୁ ସହରରେ ତେଣୁ ଦୁଆର ମୁହଁରେ ଶବ୍ଦ ଶୁଭିଲା, ଚାହିଁଲି ସେ ପଡ଼ିଶା ମାଇପିଟି ଠିଆ ହୋଇଛି, ମତେ ଚାହିଁବା ଦେଖି ଘର ଭିତରକୁ ଆସି ପଚାରିଲା କି ଗୋ କଣ ସବୁ ହଉଛି, ଆଗରୁ ଯୋଉ ପଡିଶା ମାଇପ ମାନେ ପଡିଶା ସ୍ତ୍ରୀ ଲୋକଟି ଯୋଉ କଥା ହଉଥିଲା ଗୋଟେ ଥର, ଯେ ମୁଁ ଏକା ଏମିତି ତମର ତମେ ନୂଆ ବାହା ହେଇଛ, ସ୍ଵାମୀ ଏମିତି ସବୁ ପଚାରେ ଜମିଦାରୀ ଘର କି କଣ, ସବୁ ବୁଲି ଆସିଛ ବିନା କାରଣରେ କିଛି କାମ ନାହିଁ ବୁଲି ଆସିଛ, ତାମାନେ ତମେ ଧନୀ ଘରର କିମ୍ବା ଜମିଦାରୀ ଘରରେ କଥାବାର୍ତ୍ତା ହେଇଥିଲା ଆଗରୁ, ସେ କହୁଛି ଆସିକି କି ଗୋ କଣ ସବୁ ହଉଛି, କହିଲି ମୁଁ ସତୀ କହୁଛି, ମୁଁ କହିଲି କିଛି ନାହିଁ ବସ, ପୁଣି ସେ ଉତ୍ତର ଦେଇଛି ନାଇଁ ଲୋ ଭଉଣୀ ବସିବାକୁ ମତେ କୋଉଠି ତର ଅଛି, ତର ଅର୍ଥାତ ବେଳ ଅଛି, ବସିବାକୁ ମତେ କୋଉଠି ବେଳ ଅଛି, ସାହାବ ପାଖେ କଣ କାମ ଥିଲା ବୋଲି ଆମର ସିଏ ଆଜି ସକାଳୁ ଉଠି ଚାଲିଗଲେ, କିଛି କାମ ନଥିଲା କହିଲି ଯାଏ ଟିକେ ବୁଲି ଆସି, ତମର ବି ତ ସୁନସାନ, ଏବେ କହୁଛି ସାହେବ ପାଖରେ କଣ କିଛି କାମ ଥିଲା ବୋଲି ମୋ ସ୍ଵାମୀ ଚାଲି ଯାଇଛନ୍ତି, ତ କାମ ନାହିଁ ମୁଁ ଭାବିଲି ଟିକେ ବୁଲି ଆସେ, ତମର ବି ତ ସୁନସାନ ଅର୍ଥାତ ତମ ଲୋକ ବି ତ ନାହାନ୍ତି, ସେ ସେଇଠି ଏଠି ନାଥ ନନାକୁ ତାର ସ୍ଵାମୀ ବୋଲି ଭାବିଛି, ସେଇଥିପାଇଁ କହୁଛି ତମର ତ ଏଠି କେହି ନାହାନ୍ତି, କହିଲି ହଁ କୁଆଡେ ଯାଇଛନ୍ତି, କଣ ପୂଜାରୀ ଖୋଜିବାକୁ, ଧନ୍ୟ ସ୍ଵାମୀଟିଏ ପାଇଛ, ଘରେ କଣ ହେଲା ନ ହେଲା ସ୍ତ୍ରୀର ଚିନ୍ତାଧକ ନାହିଁ, ଇଆଡେ ଖରା ନାହିଁ ତରା ନାହିଁ ଗେଲସ୍ତ ଖୋଜି ବୁଲୁଛି, ଆଉ କଣ ଦରକାର, ମୁଁ ଯଦି ଏମିତି ସ୍ଵାମୀଟିଏ ପାଇଥାନ୍ତି, ସତ କହୁଛି ଭଉଣୀ ଗୋଡ ମୋର ଆଉ ତଳେ ଲାଗୁନଥାନ୍ତା ପରେ, ତେବେ କହୁଛି ଭଲ ସ୍ଵାମୀଟି ପାଇଛ, ଗେରସ୍ତ ଅର୍ଥାତ ସ୍ଵାମୀ କୁହନ୍ତି, ତାଙ୍କର ଗାଉଁଲି ଭାଷା ମଫସଲି ଭାଷାରେ କହିଲେ, ତେଣୁ କହୁଛି ମୁଁ ଯଦି ସ୍ଵାମୀ ପାଇଥାନ୍ତି କେତେ ଖୁସି ହେଇଥାନ୍ତି, କାହିଁକିନା ସିଏ ତମ ପାଇଁ କି ପୂଜାରୀ ଖୋଜିବା ପାଇଁ ଖରା ନାହିଁ ତରା ନାହିଁ ଯାଇକି ବାହାରେ
ବୁଲୁଛନ୍ତି ଏତେ ତୋ ପାଇଁ ଚିନ୍ତା କରୁଛନ୍ତି। ସେ କହିଲା ଏଇ କଥା କିନ୍ତୁ ଏଇ ଯେ ମୋ ସ୍ଵାମୀ ନୁହନ୍ତି ଏ କଥା ତ ଇଏ ଆଉ ଜାଣିନା। ତେବେ ସତୀ ଭାବୁଛି ଇଏ ତ ଜାଣିନାହାନ୍ତି ଇଏ ମୋ ସ୍ଵାମୀ ନୁହେଁ ବୋଲି। ତଥାପି ମୋ ସ୍ଵାମୀକି ପ୍ରଶଂସା କରିଥିଲେ ମନରେ ଯେତେ ଗର୍ବ ହେଇଥାନ୍ତା ଏଥିରେ ତାଠୁ କିଛି କମ ହେଲାନି। ନିଜ ସ୍ଵାମୀକୁ ପ୍ରଶଂସା କରିଥିଲେ ଯେମିତି ଲାଗିଥାନ୍ତା ଏଇଠି ମଧ୍ୟ ନାଚ ନନାକୁ ପ୍ରଶଂସା କଲେ ସେଇଭଳି କିଛି ଲାଗୁଛି। ଛାତି ପୁରୀ ଉଠିଲା ସୁଖରେ। ଅଜାଣତରେ କେତେବେଳେ ପାଟିରୁ ବାହାରିଗଲା ମୋ ଭାଗ୍ୟ। ଦଣ୍ଡେ ଗଲା କଣ ମନେ କରି କେଜାଣି ପଚାରିଲି ତମେ ଜମା କଣ ତମ ଗାଁକୁ ଯାଅ ନା? ବରାବରି ଏଇଠି ଥା। ବରାବରି ସବୁବେଳେ ଏଇଠି ଥା କଣ କେବେ ତମ ଗାଁକୁ ଯା? ସେ କହିଲା ଯିବି କାହା ଲାଗି ଯାହା ପାଇଁ ଯିବା କଥା ସେ ତ ସବୁବେଳେ ଏଇଠି। ଶ୍ୱଶୁର କୂଳରେ କିଏ ଅଛି ଆଉ କି? ଏକା ବୁଢୀ ଶାଶୁଟିଏ ବର୍ଷ 6 ମାସ ବି ଥରେ ଥରେ ଏଇଠିକି ଆସନ୍ତି। 10-15 ଦିନ ରହି ପୁଣି ଫେରିଯାଆନ୍ତି। ସେ ଯୋଉ ପଡିଶା ଘର ସ୍ତ୍ରୀ ଲୋକଟି କହୁଛି ମୋର ଗାଁରେ କେହି ନାହାନ୍ତି ଯାହା ପାଇଁ ଯିବା କଥା ତା ସ୍ଵାମୀ ତ ଏଇଠି କେବଳ ବୁଢୀ ଶାଶୁଟି ଅଛି। ସେ ମଧ୍ୟ ବର୍ଷ 6 ମାସରେ ଏଇଠିକି ଆସନ୍ତି 10-15 ଦିନ ରହିକି ଚାଲିଯାଆନ୍ତି। ତେବେ ମୁଁ କାଇଁ ଘରକୁ ଯିବି? ତେବେ ପୁଣି କହୁଛି ଆଉ ବାପ ଘରେ? ମୁଁ ପଚାରିଲି ଜୋରରେ ଗୋଟେ ଦୀର୍ଘ ନିଶ୍ୱାସ ପକାଇ ସେ କହିଲା ହଁ ସେ ଆର ଦୋଳି ସବୁଦିନ ପାଇଁ ମୋର ସରିଯାଇଛି। ବାପା ତ ମରିଥିଲେ ମୁଁ 5 ବର୍ଷର ହେଇଥିଲି ଯେତେବେଳେ ବାକି ବୋଉ ଏକା ହଇଜାରେ 2 ବର୍ଷ ହେଲା ସେ ବି ଜଞ୍ଜାଳରୁ ଛୁଟି ପାଇଗଲେଣି। ତାର ଅର୍ଥ ସେଇ ଲୋକଟାର ମଧ୍ୟ ବାପ ଘର ଆର ଦୋଳି ସବୁଦିନ ଅର୍ଥାତ ବାପ ଘରର ଯୋଉ ମଜା ମସ୍ତି ଦୋଳି ଖେଳ ଥଟା ମଜା ବୁଲା ଖେଳା ସେ ସବୁ ଆଉ ତା ଭାଗ୍ୟରେ ନାହିଁ ସରିଯାଇଛି। କାରଣ ବାପା ତ ମରିଯାଇଛି 5 ବର୍ଷରୁ ତା ମା ମଧ୍ୟ ମରିଯାଇଛି ହଇଜାରେ 2 ବର୍ଷ ହେଲା। ମହାମାରୀ ଚାରିଆଡେ ବ୍ୟାପିଥିଲା ତ ସେଥିରେ ତା ମା ମଧ୍ୟ ମରିଯାଇଛି। ଗୋଟେ ଅଜଣା ଭୟରେ ମନଟା କେମିତି ଘାଣ୍ଟି ହେଇଗଲା। ଯେତେବେଳେ ସତୀ ଶୁଣିଲା ଏମିତି କଥା ବାପ ଘରର କଥା ସେ କିଛି ଗୋଟେ ଅଜଣା ଭୟ କଣ ହେଇଛି କି ମୁଁ ବାପା ମା ଠିକ ଅଛନ୍ତି ତ ଏମିତି କିଛି ଭୟ ତା ମନରେ ହେଲା। କେତେ ଦିନ ହେଲା ବାପା ମେରିକାଙ୍କ ଖବର ପାଇନାହିଁ। ମେରିକା ଗୋଟେ ଶବ୍ଦ ମଫସଲିର ଶବ୍ଦ। ବାପା ମା ଘରିକା ଯୋଉ ଆମେ କିଛି ଲୋକ କୁହନ୍ତି ବାପା ମା ଘରିକା କେତେ ଲୋକ କୁହନ୍ତି ବାପା ମା ଦୁହିଁଙ୍କର ଖବର ସେ ଯୋଉ ବାପା ମାଙ୍କ ଖବରକୁ ଏଠି ଯୋଡି କହିଛି। ବାବା ମା ହେରିକାଙ୍କ ଖବର ଜଣା ନାହିଁ ବା ବାପା ମା ଉଭୟଙ୍କ ଖବର ମତେ ଜଣା ନାହିଁ। ନାଥ ନନା ମତେ ତାଙ୍କ କଥା ସବୁ କହିନାହାନ୍ତି କିଛି। ଗୋଟେ ଅଜଣା ବିପଦର କଳ୍ପିତ ଆଶଙ୍କାରେ ମନ ମୋର ଉଚ୍ଚାଟ ହୋଇ ଘର ଆଡେ ହେଲା ସତେ ଯେପରି କେତେ ଯୁଗ ହେଲା କାହା ମୁହଁ ମୁଁ ଦେଖି ନାହିଁ ତା ମୁହଁର। ତେବେ ତାର ଘର ଆଡକୁ ମନ କଳ୍ପନାରେ ସେ ଘର ଆଡକୁ ଯିବା ଭଳି କିଛି ଅନୁଭବ କଲା ଯେ ମନେ ମନେ ଭାବିଲା କେତେ ଦିନ ହେଲା ଘର ଦେଖି ନାହିଁ। ଆଉ ଟିକେ ବସି ସେ ମାଇ ପିଟି ଚାଲିଗଲା। ମତେ ସେଇ ଅଥଳ ଭାବନା ସମୁଦ୍ରରେ ଏକା ଅକୂଳକୁ ଫେଲେ। କିଛି ସମୟ ପରେ ସେ ଯୋଉ ସ୍ତ୍ରୀ ଲୋକଟି ପଡିଶା ସ୍ତ୍ରୀ ଲୋକଟି ଚାଲି ଯାଇଛି ଏବଂ ଆକୁ ଭାବନାର ସମୁଦ୍ର ଭିତରକୁ ଅଥଳ ସମୁଦ୍ର ଅର୍ଥାତ୍ କୂଳ ନଥିବା ଅଧିକ ପାଣି ସମୁଦ୍ରକୁ ସତେ ସତେ ସମୁଦ୍ର ନୁହେଁ ଭାବନାର ସମୁଦ୍ର ଅର୍ଥାତ୍ କିଛି ଗୋଟେ ଭାବନାରେ ମତେ ବୁଡେଇ ଦେଇଗଲା ମନେ ପକେଇ ଦେଇଗଲା ମୋର ବାପା ମାର କଥା। ମନେ କଲି ଆଜି ଆସନ୍ତୁ ସେ ନିଶ୍ଚୟ ତାକୁ ଗାଁକୁ ଯିବା କଥା କହିବି ନହେଲା ବେଳକୁ ଗୋଡ ଧରି ବିନତି କରି କହିବି ଏମିତି ହେଇଛନ୍ତି କଣ ସେ ମୋ କଥା ଶୁଣିବେ ନାହିଁ ଟିକେ। ସେ କଣ ଏମିତି କଥା ଯଦି ନ ଶୁଣିବେ ମୁଁ ତାଙ୍କ ଗୋଡ ହାତ ଧରି ବରଂ କହିବି କିନ୍ତୁ ଗାଁକୁ ମୁଁ ଯିବି ନିଶ୍ଚୟ। ପୁଣି କହିଲା ଖରାବେଳେ ପିଣ୍ଡାରେ ନାଥ ନନା ଖାଇ ବସିଥିଲେ। ପାଖରେ ବସି ବିଞ୍ଚି ଦଉ ଦଉ ସାହସ କରି ପଚାରିଲି ଆଉ କେତେ ଦିନ ଏଠି ରହିବା ଗାଁକୁ ଯିବା ନାଇଁ କି? ମୁକୁ ଯାଇ ସେ କହିଲେ ଭାରି ବିରକ୍ତ ଲାଗିଲାଣି ପରା। ତା ଉପରେ ପୁଣି ଦୁଇ ଓଳି ରୋଷେଇ ବଡ କଷ୍ଟ ହଉଛି ନା। ତେବେ ମୁଁ ଯେତେବେଳେ ତାଙ୍କୁ ପଚାରିଲି ଯେ ଗାଁକୁ ଯିବାନି କେତେ ଦିନ ରହିବା ନାଥ ନନା ସେଠୁ କହୁଛନ୍ତି ଓହୋ ଏଠି ଗୋଟେ ଥଟା ମଜାରେ କହୁଛନ୍ତି ଓହୋ ଏଠି କଣ ଭାରି ବିରକ୍ତ ଲାଗିଲାଣି ନାଇଁ ରେ ଆଉ 2 ବେଳା ରୋଷେଇ କରିବାକୁ ପଡୁଛି ନା। କହିଲି ନା ନା ତା କାହିଁକି ହବ ରୋଷେଇ କରିବାକୁ ମତେ ଜମା କଷ୍ଟ ହଉନାହିଁ। ଖାଲି ତେବେ ନାଥ ନନା ପୁଣି ପଚାରୁଛି ଖାଲି କଣ ଗାଁକୁ ଯାଇନାହିଁ କେତେ ଦିନ ହେଲାଣି ବହୁତ ଦେଖିଲା ଗାଁକୁ ଯାଇନି ମୋର ଗାଁ କଥା ମନେ ପଡୁ ହଠାତ୍ ଗମ୍ଭୀର ହୋଇ ସେ କହିଲେ ହଁ ତା କଣ ମୁଁ ବୁଝିପାରିଲିନି ତାପରେ ଏଠି ସବୁ କାମ ତତେ ହାତରେ କରିବାକୁ ପଡୁଛି ଶୀତଟାରେ ତା ବି ମୁଁ ଆଖି ବୁଜି ସହୁଛି। କଣ କରିବି ଆସିଲା ଦିନ ଆଜି ଯାଏ 2 ଓଳି ବଜାରକୁ ଯାଉଛି ପୂଜାରୀ ଖୋଜିବାକୁ ଖାଲି। ତ ମୁଁ ବୁଝିପାରୁନି ଇଏ ଭାବୁଛି ପୂଜାରୀ ପାଇଁ ବୋଧେ ରୋଷେଇ କରିବାକୁ କଷ୍ଟ ହଉଛି ସେଥିପାଇଁ ତ ସେଥିପାଇଁ ତାକୁ ସେ ସମବେଦନା ଜଣେଇ କହୁଛି ମୁଁ କଣ କରିବି ମୁଁ ତ 2 ବେଳା ଯାଉଛି ନା ବଜାରକୁ ଖୋଜିବା ପାଇଁ କି ପୂଜାରୀ ତ ତାଙ୍କର ଏଇ କଥାରୁ ଗାଁକୁ ଯିବା କଥା କହିବାକୁ ମତେ ସୁବିଧା ମିଳିଲା। କହିଲେ ଗାଁକୁ ଗଲେ ତ ଏତେ ଅସୁବିଧା ପଡନ୍ତା ନାହିଁ ପୂଜାରୀ ପାଇଁ ତ ଭାବିବାକୁ ପଡନ୍ତା ନାହିଁ ଅନ୍ତତଃ ତେବେ ଚାଲ ଗାଁକୁ ଚାଲିଯିବା ସେ ହସିଲେ। କେମିତି ମାଗି ଆଣିଲା ପରି ଶୁଖିଲା ହସ କିନ୍ତୁ କିଛି କହିଲେ ନାହିଁ ଜିଦ୍ କରି କହିଲେ ନାଇଁ ଚାଲ ଗାଁକୁ ଆଜି ତେବେ ଯେତେବେଳେ ସେ ଗୋଟେ ହସ ହସିଲେ ସତେ ଯେମିତି ମାଗି ଆଣିଲା ଭଳି ଅତି ଶୁଖିଲା ହସଟି ହସିଲେ। ଆଜି ସେ ପୁଣି ହସିଲେ କହିଲେ ଆଜି ଆଉ କେମିତି ଯାଇ ହବ ଆଉ କୋଉଦିନ ତେବେ ଆଉ
ଆଉ ମାସେ ଖଣ୍ଡେ ଯାଉ। ନାଥ ନନା ଜିଦ୍ ଇଏ ଯେତେବେଳେ ଜିଦ୍ ଧରିଛି ଯେ ଆଜି ଗାଁକୁ ଯିବା, ନାଥ ନନା କହୁଛି ଆଜି କଣ ଆଉ ଯାଇ ହବ, ଆଉ ମାସେ ଖଣ୍ଡେ ଯାଉ ଯିବା। ମନେ ମନେ ମୁଁ ଯୋଉ ଭୟ କରୁଥିଲି କଣ ସେଇଆ, ନହେଲେ ମତେ ମିଛଟାରେ କଟକରେ ଅଟକାଇ ରଖିବାକୁ ୟାଙ୍କର ଏତେ ଆଗ୍ରହ କାହିଁକି? କିନ୍ତୁ ମୁଁ ସବୁ ବୁଝି ସାରିଲିଣି। ଆଉ ଦଣ୍ଡେ ରହିବାକୁ ସୁଦ୍ଧା ମୋର ମନ ନାହିଁ ଏଠି। ମୁଁ ଯିବି ଆମ ଘରକୁ, କି ଆଉ ଯୋଉଠିକି ହଉ ପଛେ ମୁଁ ଯିବି। ଆଉ ୟାଙ୍କର ଏ ବାହା ପିଆ କଥାରେ ପଡି ମୋ ବାପ ଘରେ ପଡାଇଲି ନାହିଁ। ତେବେ ଇଏ କହୁଛି ମୁଁ ନିଶ୍ଚିତ ଭାବରେ ଯିବି ଗାଁକୁ ବା ଯୋଉଠିକି ହଉ, ମୁଁ ଏଠି ଆଉ ରହିବି ନାହିଁ। ଟିକେ ଟାଣ କରି କହିଲି, ମତେ କାହିଁକି ତମେ ଏଠି ଏମିତି ଅଟକେଇ ରଖିଛ ଶୁଣେ? ମୋର ତ ରହିବାକୁ ଦଣ୍ଡେ ମନ ନାହିଁ। ନା ତମେ ମତେ ଆଜି ନେଇ ଚାଲ ଘଟିକି ହେଲା ଘରକୁ। ଘରକୁ ହେଲା ଘଟିକି। ତା ନହେଲେ ମୁଁ କିଛି ଖାଇବି ନାହିଁ, ଏମିତି ପଡି ରହିବି ଜାଣିବୁ। ଜିଦି କରୁଛି ମତେ ଘରକୁ ନିଅ, ନହେଲେ ମୁଁ କିଛି ବି ଖାଇବିନି, ଏଇଠି ସେମିତି ପଡି ରହିବି। ବେଦନାରେ ତାଙ୍କ ମୁହଁ କଳା ପଡିଗଲା ମୋ କଥା ଶୁଣି। ବେଦନାରେ ଲାଗିଲା ଆରେ ଭାରାକ୍ରାନ୍ତ ହେଇଗଲା ନାଥ ନନାର ମନ କଳା ପଡିଗଲା। ଖାଲି କହିଲେ କଣ ତତେ ଖୁସିରେ ଏଠି ରଖିଛି ସତୀ, ତୁ ବୁଝିନାଉ କାହିଁକି? ମୁଁ କଣ ତତେ ଖୁସିରେ ରଖିଛି, ତୁ କାହିଁକି ବୁଝୁନୁ? ନାଥ ନନା ତାକୁ ବୁଝୁଛି। ପୁଣି କହୁଛି ମନ ହଉଥାଏ ବଡ ପାଟି କରି କହିବାକୁ, ହଁ ରେ ବାବୁ ମୁଁ ସବୁ ବୁଝିସାରିଛି। ଆଉ ଏକଥା ବି ବୁଝିପାରିଛି ସେଦିନ ଠାକୁରଙ୍କ ପାଖକୁ କାହିଁକି ତମେ ଯାଇଥିଲ। ମୋ ସ୍ଵାମୀ ଯେତେବେଳେ ଚିଡି ଉଠିଲେ ମୁଁ ଫେରିବା ଦେଖି ତମେ କାହିଁକି ତାଙ୍କ ପାଖରେ ମୋ ଲାଗି ଦୋଷ ନ ମାଗି ଏମିତି ରାଗି ଯାଇ ଏକାଥରକେ ଚାଲି ଆସିଲ। 15 ଦିନ ହେଲା ଘରକୁ ନ ଯାଇ କାହିଁକି ମତେ ଏ କଟକଟାରେ ରଖିଛ? ସେଇ କଥା ବି ବୁଝିଲିଣି, କିନ୍ତୁ ମୁହଁ ଫିଟାଇ ଖାଲି କହିଲେ ଦରକାର ନାହିଁ ମୋର କିଛି ବୁଝିବା। ତମେ ମତେ ଆମ ଘରେ ନେଇ ଛାଡି ଦେଇ ଆସ। ଇଏ କିଛି ତାଙ୍କୁ ଭୁଲ ବୁଝୁଛି। ସେ ଭାବୁଛି କି ସତରେ ଇଏ ବୋଧେ ମତେ ନିଜ ସ୍ୱାର୍ଥ ପାଇଁ ଆଣିଛି ଏଠିକି। ସ୍ଵାମୀ ପାଖରେ ଯେତେବେଳେ ମତେ ଛାଡିଦେଲେ ଗାଳି ଦେଲେ, ସେ ମୋ ପାଇଁ କାହିଁକି ଓକିଲାତି କରି ତାର ହାତ ଗୋଡ ଧରିଲାନି, ରାଗିକି ପଳେଇ ଆସିଲା। ଆଉ ମତେ ଏତେ ଦିନ ହେଲା ଆଣିକି ଏଠି ରଖିଛି, ତ ମୁଁ ନିଶ୍ଚିତ ଗାଁକୁ ଯିବି। ଏଇଆ ମନେ ମନେ ସେ ଭାବି ଚାଲିଛି। ମୁହଁରୁ ତାଙ୍କର ରକ୍ତର ଶେଷ ଚିହ୍ନ ଟିକ ଲିଭିଗଲା ମୋ କଥା ଶୁଣି। କହିଲେ ପିଲାଙ୍କ ପରି ଏମିତି ଅବୁଝା ହେଲେ ମୁଁ କଣ କରିବି କହ? ସଂସାରରେ ବୋଧହୁଏ ଏଇ ଗୋଟାଏ କଥା ଯାହା ମୁଁ ଜୀବନ ଗଲେ ବି ନିଜ ମୁହଁରେ ତତେ କହିବି ନାହିଁ ବୋଲି ପ୍ରତିଜ୍ଞା କରିଛି। କହିଲେ ବି ତୁ ସହିପାରିବୁ ନାହିଁ ସେ। ଏବେ କହୁଛି ତା ମନ ଦୁଃଖ ହେଇଯାଇଛି, ତା ମୁହଁ ରକ୍ତର ଶେଷ ଚିହ୍ନ ମାନେ ମୁହଁଟି ପୁରା ଶୁଖି ଯାଇଛି। ସତେ ଯେମିତି ତା ମୁହଁରେ କିଛି ବିନ୍ଦୁଏ ବି ରକ୍ତ ନାହିଁ। ରକ୍ତ ନଥିଲେ ରକ୍ତହୀନତା ହେଲେ ଯେମିତି ଗୋଟେ ଶରୀର କଳା ପଡିଯାଏ, ଶୁଖିଯାଏ, ଚୋକା ହେଇଯାଏ, ଠିକ ସେଇଭଳି ତାର ମୁହଁଟି ଦେଖ। ଏବଂ ସେ ତାକୁ ବୁଝେଇବାକୁ ଚେଷ୍ଟା କରୁଛି ଏତେ ଅବୁଝା ହୁଅ ନା, ଏମିତି ଗୋଟେ ସତ୍ୟ ଯୋଉଟା କି ମୁଁ ତତେ କେବେ କହିବିନି ବୋଲି ପ୍ରତିଜ୍ଞା କରିଛି। ଯଦି ବି କହିବି ତୁ ତାହା କେବେ ବି ସହିପାରିବୁ ନାହିଁ। ସେ କଥା ଶୁଣି ଯାହା ଟିକେ ଖାଲି ସନ୍ଦେହ କରିଥିଲି, ସେ କଥା ମୋର ଏକାଥରକେ ବିଶ୍ୱାସ ହେଇଗଲା। ତାଙ୍କ କଥା ଶୁଣି ଅଧୀର ହୋଇ କାନ୍ଦି ପକାଇ କହିଲି ନାଇଁ ନାଇଁ କୁହ ତମେ। ସତୀ କହୁଛି ନାଇଁ ତମେ କୁହ, କିଛି ଗୋଟେ ଘଟଣା ଅଛି ଯୋଉଟା ତମେ ମତେ କହୁନା। ତାଙ୍କ ଆଖି ଦିଟା ବି ଲୁହରେ ପୂରି ଉଠିଲା ମୋ କାନ୍ଦିବା ଦେଖି। ଅନେକ କଷ୍ଟରେ କହିଲେ ହଉ କହିବି ଯା, କିନ୍ତୁ ଏଇ ଲାଗେ ନୁହେଁ। ତୁ ଖାଇ ପିଇ ସାର ଆଗ, ପଛକୁ କହିବି ତୋ ରାଣ ନିଶ୍ଚୟ କହିବି। ଜିଦ୍ କରି ବସିଲି ନା ଏଇ ଲାଗେ ଏବେ ହିଁ କୁହ କହିକି ସତୀ ଜିଦ୍ ଧରି ବସିଲା। ତ ସେ କଥା ଶୁଣିଲା ପରେ ସେ କହିଲେ ତୋ ରାଣ ପକାଇଲି ତଥାପି ତୋର ଏତେ ଅବିଶ୍ୱାସ, ମୁଁ ସୁନାଟି ପରା ଯା ପଛକୁ ପାଇବି। ତେବେ ମୁଁ ତୋ ରାଣ ପକେଇଛି ମାନେ ତତେ ନିଶ୍ଚିନ୍ତ ଭାବରେ ସେ କଥା କହିବି। ହେଲା ତୁ ଯା ଖାଇବି ଦେ, ମୁଁ ତତେ ପଛକୁ ସେ କଥା କହିବି। ଦିନ ଗୋଟାକ ଭୟ ଆଉ ଭାବନାରେ ମୋର କଟିଗଲା। କାମ ଦାମରେ ମନ ଜମା ଲାଗିଲା ନାହିଁ। ତ ପୁରା ଦିନଟି ତାର ଭୟରେ, କାରଣ କଣ ଘଟଣା ଘଟିଛି ଯୋଉଟା ଆପଣ ମତେ କରିବା ପାଇଁ ଏତେ ସବୁ କିଛି କରୁଛନ୍ତି, ସେଇଥିରେ ଯାଇକି ମନଟି ମୋର ଲାଗି ରହୁଛି। ନାଥ ନନା ବି ସେତେବେଳକୁ ମତେ କେମିତି ଲୁଚି ଲୁଚି ବୁଲୁଛନ୍ତି। ଭାବିଲି ଆଉ କହିବେ ନାହିଁ ବୋଲି ପାଞ୍ଚୁଛନ୍ତି, କିନ୍ତୁ ସକାଳେ ମୋ ରାଣ ତ ସେ ପକାଇଛନ୍ତି, ସବୁ କଥା କହିବେ ବୋଲି। ତେଣୁ ଯେତେବେଳେ ନାଥ ନନା ତାଠୁ ଦୂରେଇ ରହୁଛି, ଚିଲେଇତେ ରହୁଛି, ଭାବିଲେ ବୋଧେ ଆଉ କହିବେ ନାହିଁ। ତେବେ ସଞ୍ଜ ବେଳକୁ ଚାକିରିଆଣି ଆସି କହିଲା ବେଳ ଗଲା ମା, ଚୁଲିକୁ କାଠ ଗଲା ନାହିଁ ଏତେବେଳେ ଯାଏ। ରୋଷେଇ ହବ କୋଉ ପହର? ଡେରି ହେଲାଣି, ଏତେ ପହର ହେଲାଣି ବା ଏତେ ଡେରି ହେଲାଣି, ରୋଷେଇ କେତେବେଳେ? କହିଲି ଖାଇବି ନାହିଁ ଆଜି। କଥା ଶୁଣ, ତମେ ସିନା ଖାଇବ ନାହିଁ, ବାବୁ କଣ ଆଉ ଉପାସ ରହିବେ ତମ ଲାଗି? ଏବେ ନାଥ ନନା ବାବୁ ମାନେ କାହା ଉଦ୍ଦେଶ୍ୟରେ କହିଛନ୍ତି? ନାଥ ନନାଙ୍କ ଉଦ୍ଦେଶ୍ୟରେ। ଏବେ ସତୀ କହୁଛି ମୁଁ ଆଜି ଖାଇବି ନାହିଁ। ଚାକରାଣୀ କହୁଛି ତମେ ସିନା ଖାଇବନି, ବାବୁ କଣ ଉପାସ ରହିବେ? କହିଲି ପରିବା ହେରିକା କାଟି ଦେଇ ଯା, ମୁଁ ଯାଉଛି। ତାପରେ କହିଲା ପରିବା କାଟି ଦେଇକି ମୁଁ ଯାଇକି ନାଥ ନନା କେତେବେଳୁ ଘରେ ନଥିଲେ। ତାଙ୍କ ଲାଗି ଜଳଖିଆ କରୁ କରୁ ମନେ ମନେ ଅଥୟ ହୋଇ ଉଠିଲି। ମତେ ପରା ସବୁ କଥା ଆଜି କହିବାକୁ କହିଛନ୍ତି। ଯେତେବେଳେ ନାଥ ନନା ତ ଘରେ ନାହାନ୍ତି, ତାଙ୍କ ପାଇଁ ଜଳଖିଆ କରୁ କରୁ ଇଏ ମନେ ମନେ ଭାବିଲା ନାଥ ନନା ପରା କହିଥିଲେ ଆଜି ସବୁ କଥା ମତେ କହିବେ ବୋଲି। ପୁଣି କହୁଛନ୍ତି ଅଧଘଣ୍ଟା ଛାଡି ସେ ଆସିଲେ।
ବାହାରେ ଜୋତା ଓହ୍ଲାଇ ରଖି ଘର ଭିତରକୁ ଯାଇ ଆଲୁଅ ଜାଳିଲି। ତରତରରେ ରୋଷେଇ ଘର କାମ ବଢେଇ ଦେଇ ତାଙ୍କ ପାଖକୁ ଗଲି। ବାହାରେ ମୁଁ ବାର ଶବ୍ଦରେ ସେ ଚାହିଁଲେ। ପଚାରିଲି, କିଏ ସତୀ? ତେବେ ଅଧଘଣ୍ଟା ଛାଡି ସେ ଆସିଗଲେ। ପାଦ ଶବ୍ଦ ଶୁଣିକି ପଚାରିଲି, କିଏ ସତୀ? ଏ କଣ? ମୁହଁ ତାଙ୍କର ଏମିତି ଶୁଖି ଯାଇଛି କାହିଁକି? ଆଖି ଦିଟାରେ କେମିତି ଉଦାସିଆ ଚାହାଣି। ସେଦିନ ମୋର ବି ସର୍ବନାଶ ଘଟିଥିଲା କେଜାଣି, ସେଥିରେ ବି ଟିକେ ଟିକେ ହେଲେ ଦୟା ହେଲା ନାହିଁ। ଝିଅ କଣ ହୋଇଛି? ଏତିକି ଖାଲି ଟିକେ ପଚାରିବାକୁ। କଥା କହିବାକୁ ସତେ କି ମୋ ଗଳା କିଏ ଚାପି ଧରିଲା। ଏବେ ସତୀ ଅନୁତାପ କରୁଛି ଯେ ତାଙ୍କ ଦେହ କଣ ହେଇଛି କଣ ନାହିଁ, ମୁଁ ଟିକେ ପଚାରି ମଧ୍ୟ ପାରିଲି ନାହିଁ। ସତେ ଯେମିତି ପଚାରିବା ପାଇଁ ମୋ ଗଳାକୁ କିଏ ଚାପି ଧରିଲା, ଯାହା ଫଳରେ କି ମୁଁ ତାଙ୍କୁ ପଚାରି ପାରିଲି ନାହିଁ। କହିକି ନିଜକୁ ନିଜେ ସେ ଅନୁତାପ କରୁଛି। ସେ ଡାକିଲେ, ଆ ଭିତରକୁ। ତାହେଲେ ନ ଶୁଣି ଆଉ ଛାଡିବୁ ନାହିଁ ମତେ ତୁ ଆଜି। ମନେ କରିଥିଲି କିଛି ଦିନ ଗଲେ ଆସ୍ତେ ଆସ୍ତେ ନିଜେ ସବୁ ଶୁଣିବୁ। ମତେ ଆଉ କଷ୍ଟ କରି କହିବାକୁ ହବ ନାହିଁ। ମୋର ମୁହଁରୁ ନ ଶୁଣିଲେ କଣ ହୁଅନ୍ତା ନାହିଁ ତୋର? ଆ କହ ଏଠି। ତେବେ ନା ତାକୁ ଡାକି ଫେରି କାହାଠୁ ନା କାହାଠୁ ଶୁଣିବୁ। ମୋର ମୁହଁରୁ କଣ ମତେ ଶୁଣିବାର ଥିଲା? ହଉ ଠିକ ଅଛି, ମୋ ପାଖରେ ଆସିକିନା ବସ। ପୁଣି ବୁଲିଲି, ଖଟ ଉପରେ ଯାଇ ବସିଲି। ତାପରେ ସେ ମୋ ପାଖକୁ ଆସି କେତେ କଷ୍ଟରେ କେତେ ଦୁଃଖରେ ଗୋଟି ଗୋଟି କରି ସବୁ କହିଲେ। ଆମ ଗାଁରେ 2 ମାସ ତଳେ କିପରି ହଇଜା ଲାଗିଥିଲା, କେତେ ଲୋକ ମଲେ, ଶେଷକୁ ମୋ ବାପା ତା ପଛେ ପଛେ ବୋଉକୁ କେମିତି ହଇଜା ହେଲା, ସେ କଟକ ଦୌଡି ଡାକ୍ତର ନେଲେ, ରାତି ଦିନ ବସି ସେବା କଲେ, କିନ୍ତୁ କେଉଁଥିରେ କିଛି ହେଲା ନାହିଁ। ଶେଷରେ ଆଗେ ବାପା ତା ପଛେ ବୋଉ କେମିତି ସମସ୍ତଙ୍କ ମାୟା କଟାଇ ଚାଲିଗଲେ। ସେଦିନ ଠାକୁରଙ୍କ ପାଖରେ କହିବେ ବୋଲି ଏ କଥା ସବୁ କହିପାରିଲେ ନାହିଁ, ବ୍ୟସ୍ତ ହେବି ବୋଲି। ମୋ ଶାଶୁ ଶ୍ୱଶୁର ଘରେ ସେଦିନ ସେ ଅପମାନ ପରେ ସେ ଗାଁକୁ ନ ଯାଇ କାହିଁକି ମତେ ନେଇ କଟକ ଚାଲି ଆସିଲେ। ତେବେ ଏଠି କହୁଛନ୍ତି ଯେ ହଇଜା ବ୍ୟାପିଥିଲା 2 ମାସ ପୂର୍ବରୁ। ସେ ମାସେ ତଳେ ଗାଁରେ 2 ମାସ ତଳେ ହଇଜା ବ୍ୟାପିଥିଲା, ଯୋଉଥିରେ କି ବାବା ମାଙ୍କୁ ହଇଜା ହେଇଥିଲା। ନାଥ ନନା ମଧ୍ୟ କଟକ ଆସିକି ଡାକ୍ତର ନେଇଥିଲେ, ତଥାପି ଚିକିତ୍ସା ମଧ୍ୟ କଲେ, ସେବା ଯତ୍ନ କଲେ, ତଥାପି ମଧ୍ୟ ସେମାନେ ବଞ୍ଚିଲେନି, ମରିଗଲେ। ତେବେ ସେଇ କଥା କହିବା ପାଇଁ ସେ ଠାକୁର ପାଖକୁ ସେଦିନ ଯାଇଥିଲା, ହେଲେ କହିପାରିନଥିଲା। ତାପରେ ଯେତେବେଳେ ସେତେବେଳେ ତ ସେ ଜାଣିଥିଲେ ନା ତା ବାପା ମା ନାହାନ୍ତି, ତେଣୁ କଣ କରୁଛି ତା ଶାଶୁ ଘରେ ବିଦା କରିଦେଲେ, ଆଣିକି ତାଙ୍କୁ କଟକରେ। ବାପା ବୋଉ ନାହାନ୍ତି। ଅକଳ୍ପିତ ବଜ୍ର ଶବ୍ଦରେ ପଥପଣା ବାଟୋଇ ଯେପରି ଚମକି ପଡେ, ସେମିତି କଥା ଥକା ମାରା ହୋଇଗଲି ମୁଁ ଏ କଥା। ଅକଳ୍ପିତ ବଜ୍ର ଶବ୍ଦରେ ଜଣେ ପଥପଣା ଅର୍ଥାତ୍ ପଥରେ ଚାଲୁଥିବା ଗୋଟେ ଲୋକଟି, କଳ୍ପନା କରିନଥିଲି ଘଡଘଡି ବିଜୁଳି ମାରୁଛି ବୋଲି। ହଠାତ୍ ଯଦି ଗୋଟେ ମାରିଦେଲା, ବର୍ଷା ନାହିଁ କିଛି ନାହିଁ, ହଠାତ୍ ଘଡଘଡି ବିଜୁଳି ଶବ୍ଦ ହେଲା, ତାର ସେ ଚମକି ପଡେ। ସିଏ ଯେମିତି ସେ ବଜ୍ର ଶବ୍ଦରେ ଚମକି ପଡି ବାଟବଣା ହେଇଯାଏ, ମତେ ସେଇଭଳି କିଛି ମନେ ହଉଥିଲା। ଏବଂ ଥକା ମାରି ମୁଁ କଥା ପଦକୁ ଶୁଣି ବସି ପଡିଲି। ମୋ ବାବା ବୋଉ ଆଉ ନାହାନ୍ତି, ଆଉ ତାଙ୍କୁ ଦେଖିବି ନାହିଁ ମୁଁ ଜୀବନରେ, ମତେ କାନ୍ଦ ମାଡିଲା ନାହିଁ। ତେଣୁ ମତେ କାନ୍ଦ ମାଡିଲା ନାହିଁ। ଗୋଟେ ପ୍ରଚଣ୍ଡ ଶୋକର ଆଘାତରେ ପଥର ବହି ଯାଇଥିଲା ସେ ଲୁହ। ଛାତିରେ ଦୁଃଖ ଦୁଃଖୀଟିକୁ ଥକା ମରା କରି ଛାତିରେ ଦୁଃଖ ଦୁଃଖୀଟିକୁ ହୃଦୟର ସ୍ପନ୍ଦନଟିକୁ ସେ କହୁଛି, ହୃଦୟଟି ଯେମିତି ଧକ୍ ଧକ୍ ବ୍ଲଡ ପମ୍ପିଂ ହୁଏ ଯେତେବେଳେ ଧକ୍ ଧକ୍ ହୁଏ, ସେଇ କଥା ସତେ ଯେମିତି ମୋର ଛାତିର ହୃଦୟଟି ଅଟକି ଯାଇଥିଲା ଏବଂ ଆଖିରେ ଲୁହ ଗୁଡିକ ପଥର ହେଇଯାଇଥିଲା। ମୋ ସ୍ଥାନ ପାଲଟି ଯାଇଥିଲି ବାପା ମା ନାହାନ୍ତି ଆଉ ଭାବିକି। ତେଣୁ ମୋ ଆଖିରେ ଲୁହ ଝରିଲା ନାହିଁ। ମୋ ମୁଣ୍ଡ ବୁଲେଇ ଦେଲା, ଆଖି ଆଗରେ ସବୁ ଅନ୍ଧାର ଦେଖାଗଲା। କେତେବେଳେ ଯାଏ ଏମିତି ଥିଲା କେଜାଣି, ଶକ୍ତି ଫେରି ଆସିଲେ ଦେଖିଲି ଶକ୍ତି ଫେରି ଆସିବାର ଚେତା ହରେଇକି ବସିଥିଲା, ଚେତା ଶୂନ୍ୟ ହେଇଯାଇଥିଲା। ଯେତେବେଳେ ଚେତା ଆସିଲା, ଦେଖିଲେ ନାଥ ନନା ମତେ କୋଳରେ ଆଉଯାଇ ବସିଛନ୍ତି। ମୋ ମଥାରେ ଆସ୍ତେ ଆସ୍ତେ ହାତ ବୁଲାଇ ଦେଇ ସେ କହିଲେ, ସତୀ ଛି ଛି, ମତେ ବୁଝେଇବେ କଣ? ନିଜେ ଝରଝର ହୋଇ କାନ୍ଦି ପକାଇଲେ। ସତୀ କହିକି ମତେ ବୁଝେଇବେ କଣ? ଛି ଛି, ନିଜେ ବରଂ ଝରଝର ହେଇକି କାନ୍ଦି ପକାଇଲେ। ଲୁହ ଝରିଗଲା ତାଙ୍କର। ରାଜେଶ୍ଵର ମୋର ସେତେବେଳେ ପୋଡି ନିଆଁ ଲାଗି ଯାଇଥିଲା। ତାଙ୍କ କାନ୍ଦିବା ଦେଖି ଆଖିରୁ ଲୁହ ଧାର ମୋର ଆଉ ବାଧା ନାହିଁ। ତାପରେ ସିଏ ଯେତେବେଳେ କାନ୍ଦୁଛନ୍ତି ଦେଖିଲି, ମୋ ଆଖିରୁ ମଧ୍ୟ ଲୁହ ବୋହିବାରେ ଲାଗିଲା ଆଉ ବାଧା ମାନିଲାନି। ତାଙ୍କ ଛାତି ଉପରେ ମୁହଁ ଲୁଚାଇ କାନ୍ଦିଲି ପିଲାଙ୍କ ପରି, ଅବଧ ହୋଇ। ଅବଧ ଶିଶୁ ଅଜ୍ଞାନ, ଅଜ୍ଞାନ ଶିଶୁଟେ ଯେମିତି ଲୋକ ମାନେ ବଡ ଲୋକଙ୍କ କାନ୍ଧରେ ଆଉଜି ହେଇ ପଡେ, ତାଙ୍କ କୋଳରେ ବସି କାନ୍ଦେ, ଠିକ ସେଇଭଳି ମୁଁ ତାଙ୍କ ଛାତିରେ ମୁହଁ ଲୁଚେଇ କାନ୍ଦି ପାରିଲି। ମନେ ହେଲା, ବୋଉ ମୋର ଯେତେବେଳେ ମରିଥିବ, ଅଧୀର ହୋଇ କେତେ ସେ ମୋ ପାଇଁ ଏଣେ ତେଣେ ଚାହିଁଥିବ। ବିକଳରେ ବିଛଣା ଦରାଣ୍ଡି କେତେ ତ ଖୋଜିଥିବ ମତେ, ଘରେ ଦେଖିପାରିଲେ ନାହିଁ ଆଉ ମରିଗଲା। ତେବେ ଭାବୁଛି ଯେ ବୋଉ ଯେତେବେଳେ ମୋର ମରିଥିବ, ନିହାତି ମତେ ଖୋଜିଥିବ ଚାରିଆଡେ, ବିଛଣା ଦରାଣ୍ଡିକି ବିଛଣାରେ ଖୋଜିଥିବ ମତେ, ମୁଁ ପାଇନଥିବ ଏବଂ ମତେ ନ ଦେଖି ସେ ଚାଲିଗଲା। ନାଥ ନନା ଥରକୁ ଥର ମୋ ଲୁହ ପୋଛି ଦେଇ ଛାତି ଉପରେ ମତେ ଆଉଜେଇ ବସି ରହିଥାନ୍ତି, କିଛି ନ କହି। କଣ ଆଉ କହନ୍ତି ସେ, ସଂସାରର ସବୁ ଯାହାର ସରିଯାଇଛି, ତାକୁ ଆଉ ପ୍ରବୋଧ ଦେବାର କଣ ଅଛି? ତେବେ ସିଏ ମତେ ଆଉ କଣ କହିବେ? ସଂସାରରେ ଆମର କଣ ଅଛି? ବାପା ମା ଚାଲିଗଲେ, ସ୍ୱାମୀ ଛାଡିଦେଲେ, ତେବେ ମୋ ପାଖରେ ଆଉ କଣ ଅଛି ଯେ ସେ ମତେ ଆଉ ପ୍ରବୋଧ ଦେବେ? ପ୍ରବୋଧ ଶବ୍ଦଟିର ଅର୍ଥ ହେଲା ସାନ୍ତ୍ୱନା ମୂଳକ କଥା
କରିବା, କାହାକୁ ଗୋଟେ ବୁଝେଇବା। 2 ଦିନ ଯାଏ ଅଣସର ହୋଇ ବିଛଣାରେ ପଡି ରହି, ଅଣସର ହୋଇ ଅର୍ଥାତ୍ ନ ଖାଇ ନ ପିଇ ଚୁପଚାପ ବିଛଣାରେ ପଡି ରହି, ଖାଇବା ପିଇବା ଭୁଲି ନାଥ ନନା ମୋ ପାଖେ ମଧ୍ୟ ବସି ରହିଥାନ୍ତି। ଦଣ୍ଡକ ପାଇଁ କୁଆଡେ ଗଲେ ନାହିଁ ମତେ ଛାଡି। ଦଣ୍ଡକ ହେଲା କ୍ଷଣକ ପାଇଁ ଅର୍ଥ, କ୍ଷଣକ ପାଇଁ ମଧ୍ୟ ନାଥ ନନା ମତେ ଛାଡି କୁଆଡେ ଗଲେ ନାହିଁ। ସେ ସମୟରେ ଏତେ ଦୁଃଖରେ ବି ଗୋଟାଏ କଥା ବୁଝିପାରିଲି, ନାଥ ନନା ମତେ କେତେ ଭଲ ପାଆନ୍ତି। ତେଣୁ ଏତେ ଦୁଃଖରେ ନାହିଁ ମଧ୍ୟ ମୁଁ ବୁଝିପାରିଥିଲି ନାଥ ନନା ମତେ କେତେ ସ୍ନେହ କରନ୍ତି, ଶ୍ରଦ୍ଧା କରନ୍ତି ଏବଂ ଭଲ ମଧ୍ୟ ପାଆନ୍ତି। ସଂସାରରେ କିଏ କାହାକୁ ଆଉ ଏତେ ସ୍ନେହ କରୁଥିବ କି ନାହିଁ କେଜାଣି, ମୁଁ ମୋର ଜୀବନ ଭିତରେ କିନ୍ତୁ ଦେଖି ନାହିଁ, ଅଥଚ ମୁଁ ତାଙ୍କର କିଏ କି? ମୁଁ ତ ତାଙ୍କର କେହି ନୁହେଁ ନା। ତଥାପି ବି ସଂସାରରେ ଏତେ କାହାକୁ ଶ୍ରଦ୍ଧା କରୁଥିବା, ଏତେ କାହାକୁ ସ୍ନେହ କରୁଥିବା, ଏତେ କାହାକୁ କିଏ ଭଲ ପାଉଥିବା ମୁଁ କେବେ ଦେଖିନଥିଲି। ଯିଏଟା କି ନାଥ ନନା ମତେ ସେତିକି ଶ୍ରଦ୍ଧା କରୁଛନ୍ତି, କିନ୍ତୁ ମୁଁ ତାଙ୍କର ତ କେହି ନୁହେଁ। ତେବେ ପୁଣି ବିଛଣାରେ ପଡି ଅନେକ ଥର ଭାବେ ବାପା ବୋଉ ତ ମଲେ, ସ୍ୱାମୀ ଘରେ ବି ତ ମୋର ସ୍ଥାନ ହେଲା ନାହିଁ। ସଂସାରରେ ବଞ୍ଚି ରହିବା ଏଣିକି ମୋର ଆଉ କଣ ଦରକାର? ମିଛରେ ଖାଲି ଦହଗଞ୍ଜ ହବା ଛଡା। କିନ୍ତୁ ମୁଁ ମଲି ନାହିଁ। ଏ ନିଉଛଣା ଜୀବନକୁ ଜମା ପାଶୋରି ବସିଥିଲା ଯେମିତି। ଭାବିଲି ମୋର ପରି ଗୋଟାଏ ହୀନ କପାଳିକି ବଞ୍ଚାଇ ରଖି ଭଗବାନଙ୍କର କୋଉ ମନସ୍କାମନା ପୂର୍ଣ୍ଣ ହେବ କେଜାଣି। ତେବେ ପୁଣି ମନେ ମନେ ଭାବୁଛି ବାପା ମା ଚାଲିଗଲେ, ସ୍ୱାମୀ ଛାଡିଦେଲେ, ମୋ ଭଳି ଗୋଟେ ଅଭାଗିନୀ ବଞ୍ଚିବାର କଣ ଆବଶ୍ୟକତା ଅଛି? କଣ ଭାବିକି ଏଇ ହୀନ କପାଳିଟାକୁ ଭଗବାନ ବଞ୍ଚେଇ ରଖିଛନ୍ତି, ଏଇଭଳି କିଛି କୋଉ ମନସ୍କାମନା ଭଗବାନଙ୍କର ପୂର୍ଣ୍ଣ ହବ ବୋଲି ଭାବୁଛି। ସତୀ ଭାବୁଛି ଯେ ଭଗବାନଙ୍କର କୋଉ ମନସ୍କାମନା ପୁରା ହେଇଯିବ, ଯେ କି ସିଏ ମୋ ଭଳି ଗୋଟେ ହୀନ କପାଳିକି, ଯାହାର ବାପା ମା ନାହାନ୍ତି, ସ୍ୱାମୀ ଛାଡି ଦେଇଛି, ତାକୁ ବଞ୍ଚେଇକି ରଖିଛନ୍ତି। ଆଉ ମୁଁ ଏମିତି ବଞ୍ଚିକି କେବଳ ମିଛରେ ଖାଲି ଦହଗଞ୍ଜ ହଉଛି, କଷ୍ଟ ପାଉଛି, ତା ଛଡା କିଛି ନୁହେଁ। ସେଦିନ ନାଥ ନନା ଟିକେ ପଦାକୁ ବାହାରିଥିଲେ, କିନ୍ତୁ ସାଧବୀ ଆମ ଚାକିରି ଆଣି ମୋ ପାଖେ ପହରା ରଖିଥିଲେ। ସାଧବୀ ଗୋଟେ ନାଁ, ତାର ଚାକିରିଆଣିର ନାଁ ଚିହ୍ନ ମଧ୍ୟ ସବ୍ କ୍ୱେଶ୍ଚନ ଆସିବ। ତ ନାଥ ନନା ପାଖରେ ଯୋଉ ଚାକିରି ଆଣିକି ଥିଲା ତାର ନାଁ କଣ? ତା ନାଁ ଥିଲା ସାଧବୀ। ତାକୁ ରଖି ଦେଇ ଯାଇଥିଲେ ପହରା ଦେବା ପାଇଁ, ଅର୍ଥାତ ତାକୁ ଜଗିବା ପାଇଁ। ମତେ ବସି ବିଞ୍ଚୁ ବିଞ୍ଚୁ ସାଧବୀ କହିଲା, ବାବୁ କେତେବେଳେ ଫେରିବେ? ଆଜି ଫେର ରୋଷେଇ ବାସର କଣ ବରାଦ ହଉଛି କେଜାଣି? ତ କହୁଛି ବିଞ୍ଚୁଛି ସତୀକୁ ଟିକେ ଟିକେ ଏବଂ କହୁଛି ବାବୁ କେତେବେଳେ ଫେରିବେ କେଜାଣି, ପୁଣି ରୋଷେଇ ବାସ କଣ ହବ? ପଚାରିଲି କାହିଁକି? ସେ କହିଲା ତମେ କଣ ଜାଣିନ ଜାଣିତାଣି, ଆଜି ଯାଏ ପୂଜାରୀଟି ବି ମିଳିଲେ ନାହିଁ ଦୁନିଆ ଖୋଜି ଖୋଜି। ହଁ, ତମେ ତ ଏମିତି ପଡି ରହିଲ, ସେ ଖବର ଆଉ ଜାଣନ୍ତ କେମିତି? ଇଏ ବେହୋସ ହେଇକି ସେଠି ପଡିଛି, ଦେହ ଖରାପ କେତେ ଦିନ, ସେ ପୁରା ନିସ୍ତେଜ ହେଇକି ବିଛଣାରେ ପଡିଲା ବାପା ମାଙ୍କର ଶୋକ ସନ୍ତର୍ପଣରେ ପଡି ରହିଛି। ତା ଭିତରେ କଣ ସବୁ ଘଟଣା ଘଟିଛି ସେ କଥା ତାକୁ ଜଣା ନାହିଁ। ତ ଏଇଠି ସାଧବୀ ତାକୁ କହୁଛି, ଶଙ୍କିତ ହୋଇ ପଚାରିଲି, ଶଙ୍କିତ ହେଲା ମାନେ ଟିକେ ଶଙ୍କା ଖାଇକି, ମାନେ ଟିକେ ଡରି ଯାଇକି ଦୁଃଖିତ ହେଇକି ପଚାରିଲି କଣ